କିଛି ଦିନ ପୂର୍ବରୁ ଶୀତର ପ୍ରକୋପ ଟିକେ କମିଥିଲା ବେଳେ ଏ 2 ଦିନ ହେବ ଆଉ ଥରେ ବଢ଼ି ଚାଲିଛି ଶୀତର ପ୍ରକୋପ। ହାଡ଼ଭଙ୍ଗା ଶୀତ ସାଙ୍ଗକୁ ଲୋକମାନେ ନିଆଁ ଜାଳି ନିଜେ ନିଆଁ ପାଉଥିବା ଦେଖିବାକୁ ମିଳୁଥିଲା ବେଳେ ଚା ଦୋକାନରେ ମଧ୍ୟ ଖଟି ଦେଖିବାକୁ ମିଳିଛି। ଆମେ ଅଛୁ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଅଞ୍ଚଳର ଯେଉଁ ତିମୁଡ଼ି ବନ୍ଧ ମୁଖ୍ୟ ସଡ଼କ ଉପରେ। ସେଠି ଚା ଖଟି ସାଙ୍ଗକୁ ଲୋକଙ୍କର ଏକ୍ସରସାଇଜ ମଧ୍ୟ ଦେଖିବାକୁ ମିଳୁଛି। ଲୋକମାନେ ଥଣ୍ଡାରୁ ବଞ୍ଚିବା ପାଇଁ ବ୍ୟାୟାମ କରୁଛନ୍ତି। ତ ଆମେ ଆମ ପାଖରେ ଅଛନ୍ତି ଭାଇ, ବର୍ତ୍ତମାନ ଚା ଖଟିରେ ଭିଡ଼ ଲାଗିଛି। ଆମେ ପଚାରି ଦେଖୁଛୁ, ସିଧାସଳଖ ଆଲୋଚନା କରିବା। କ'ଣ କହିବେ ଆଜ୍ଞା? ଯେଉଁ ଶୀତର ପ୍ରକୋପ ଏବେ 2 ଦିନ ପୂର୍ବରୁ ଟିକେ କମ୍ ଥିଲା, ଏବେ ଆଉଥରେ ବଢ଼ିଛି, କୁହୁଡ଼ି ମଧ୍ୟ ଆଚ୍ଛାଦିତ କରି ରଖିଛି। ଆଉ ଆ ଭିତରେ ଆପଣମାନେ ଯେଉଁ ଚା ପିଉଛନ୍ତି ବା ଏକ୍ସରସାଇଜ କରୁଛନ୍ତି, ତା ଭିତରେ କ'ଣ ମଜା ନେଉଛନ୍ତି? ଆଜି ତ ନିଶ୍ଚୟ ଭାବେ ମଜା ଅଲଗା ଅଛି। ଆଜି ଯୋଉ କୁହୁଡ଼ି ପଡ଼ିଛି, ଭିଜୁଆଲ ବି କମ୍ ଅଛି। ଆଉ ଏଇ ଟାଇମରେ ଯୋଉ ମର୍ଣ୍ଣିଂ ୱାକ୍ ଏକ୍ସରସାଇଜ ଯୋଉ କରାଯାଏ, ତାର ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପଡ଼ିବ। ଆଉ ଏ ଟାଇପର ଆମେ ରେଗୁଲାର କରୁ। କିନ୍ତୁ ଆଜି ଯୋଉ କୁହୁଡ଼ିର ମଜାଟା, ଏଇ ଚା ଖଟିରେ ଆର ମଜାଟା ଅଲଗା ଅଛି। ଯାହା କହୁଛନ୍ତି ଚା ଖଟିରେ ଆଜିର କୁହୁଡ଼ିକୁ ଦେଖିକରି ତାଙ୍କର ଯେଉଁ ମଜା ନେଉଛନ୍ତି, ତାର କିଛି ଗୋଟେ ଅଲଗା ରହିଛି। ଆମ ପାଖରେ ଆଉ ଜଣେ ଭାଇ ଅଛନ୍ତି, ଆମେ ତାଙ୍କୁ ମଧ୍ୟ ପଚାରି ଦେଖିବା। ସେ କବିତା ମାଧ୍ୟମରେ ଶୀତକୁ ଆମକୁ ଜଣେଇବେ, ଆଉ ସାରା ଦର୍ଶକଙ୍କୁ ମଧ୍ୟ ଜଣେଇବେ। କବିତା ଟିକେ ଶୀତ ଉପରେ କ'ଣ କବିତା କହିବେ? ଶୀତ ଶୀତ ଏକ ନିଆରା ଅନୁଭୂତି। ଶୀତ ଆମ ପାଇଁ ବାର୍ତ୍ତା ଦିଏ ସଜାଗର ସଚେତନତାର। ଆଉ ଶୀତ, ଏ ଶୀତ ବୋଧ ହୁଏ ପୂର୍ବତନର ଶୀତ ନୁହଁ। ମୋ ଶୀତ ପାଇଁ ମୋର ସ୍ୱଲିଖିତ ଗୋଟେ କବିତା, ଯୋଉଥିରେ ଆମେ ଶୀତ ସକାଳର ଖଟି, ଆଉ ସେଇ ଶୀତ ସକାଳର ଖଟିରେ ଶୀତ ଆସେ ଗାଁ ଉମେଇ ଦେଇ, ପୁଙ୍ଗୁଳା ଗାଈ ଗୋରୁ ମେଣ୍ଢା ଛେଳି ନଙ୍ଗଳା ହୋଇ ଗାଁ ସାରା ବୁଲୁଥିବା ରାମନଟିଆ ଚେମାର ଦେହରେ ଆମେ ସବୁ ସହରର ଶୀତୁଆ ସକାଳର ଖେଳ କସରତ ସାଥୀ। କାଠଗଣ୍ଡିରେ ନିଆଁ ପୋଇ ଶୀତ କାଟୁ, ଗୁଲିଖଟିରେ ଚର୍ଚ୍ଚା କରୁ ପଲ୍ଲୀରୁ ସହର, ଗାଁରୁ ଦିଲ୍ଲୀ। ଶୀତରେ ଥରୁ ନଥିବ ତ ସଦ୍ୟଜାତ ଯାଜ୍ଞ ସେ ନିଜ, ସଞ୍ଜ ନଇଁଗଲେ ଶୀତ ଆସେ ପଞ୍ଚତାରକା ହୋଟେଲରେ ମତୁଆଲା ସୁରାସାକି ଦଳ। ଶୀତ ଆସେ ଗରିବ ଗୁରୁବାର ଫଟା କନ୍ଥା ଚିରା ରେଜେଇ କୋଳେ। ସୂରୁଜ ଉଇଁଲେ ଧୀରେ ଖସିଯାଏ ଶୀତ ଶ୍ରମିକର ଯିବା ଆସିବାରେ। ଆମେ ସବୁ ମୁନିଗୁଡ଼ିଆ ନାନୀ ପରସିଯାଏ ଚା ଶୀତ ସକାଳରେ ଚା ଖଟିରେ, ଶୀତ ସକାଳର ଚା ଖଟିରେ। ଆଉ ଶୀତ ଆମ ପାଇଁ ଏକ ସ୍ମୃତିର ମୁହୂର୍ତ୍ତ। ଆମ ଶୀତ ଆମ ସ୍ମୃତିର ସାଇ ତାର ଗନ୍ତାଘର। ଶୀତକୁ ଆମେ ସ୍ୱାଗତ କରୁଛୁ, ଶୀତକୁ ଆମେ ସ୍ୱାଗତ କରୁଛୁ ଆମ ରାଜଭୋଗ ଚା ଖଟିରେ। ଦେଖୁଥିଲେ ଆମ ପାଖରେ ଯେଉଁ ବର୍ତ୍ତମାନ କହୁଥିଲେ, ଯେଉଁ କବିତା ମାଧ୍ୟମରେ ସେ ଶୀତର ଯେଉଁ ପ୍ରଭାବ ବା ପ୍ରକୋପକୁ ସେ ଆମକୁ ଜଣାଇଛନ୍ତି ଏବଂ ଶୀତର ମଜାକୁ ସେ କବିତା ମାଧ୍ୟମରେ ଜଣାଇଛନ୍ତି। ତ ଆମ ପାଖରେ ଆଉ ଜଣେ ଭାଇ ଅଛନ୍ତି, ପଚାରି ଦେଖିବା। କ'ଣ କହିବେ ସାର୍? ଆପଣମାନେ ୱାକିଂ କରୁଛନ୍ତି ସକାଳୁ ସକାଳୁ ଉଠିକିରି, ଚାର ମଜା ନେଉଛନ୍ତି ଚା ଖଟିରେ। ଆପଣ ଗୋଟେ ଚା ଖଟି ଟିମ୍ ଅଛି ଏଠି, ଆଉ ନିଆଁ ଜାଳି ମଧ୍ୟ କିଛି ଲୋକ ନିଆଁ ପାଉଛନ୍ତି ଏ ଶୀତର ପ୍ରକୋପରୁ ବଞ୍ଚିବା ପାଇଁ। କ'ଣ ଦେଖନ୍ତୁ, ଯୋଉ ଶୀତ ଦିନେ ଯୋଉ ନିଆଁ ପାଇବା ଆଉ ମର୍ଣ୍ଣିଂ ୱାକ୍ ଯିବା, ଇଏ ଯୋଉ ମଜା, ଏ ମଜାର ଅନୁଭୂତି ବଖାଇବାଟା ଆମ ପକ୍ଷେ ପ୍ରାୟ ସମସ୍ତଙ୍କୁ ଜଣା ଅଛି। ଆଉ ଯେକି ଆମର ଗୁରୁଜୀ କହିଲେ ଯେ କବିତା ମାଧ୍ୟମରେ ଯୋଉ ବୁଝେଇଲେ, ଅତି ସୁନ୍ଦର ପ୍ରାଞ୍ଜଳ ଭାବରେ ବୁଝେଇଲେ, ଯାହାଫଳରେ ଆମର ରାଜଭୋଗର ଯୋଉ ପ୍ରେସିଡେଣ୍ଟ ଅଛନ୍ତି ଆମର ପରିଜା ବାବୁ, ଆଉ ବାକି ମୋର ମେମ୍ବର ମୁନା ଭାଇନା, ଇଏ ଆମର ଯୋଉ ଅଛନ୍ତି ସାଙ୍ଗସାଥି, ସବୁଦିନେ ସକାଳୁ ଆସି ଆମେ ମର୍ଣ୍ଣିଂ ୱାକ୍ ଯାଉ। ଏବଂ ଏଇଠି ଆମର ଏଇ ଚା ଖଟିରେ ଆମର କାଲିର ଯୋଉ ଆମର ଦୁଃଖ ଏଇଠି ପ୍ରକାଶ କରି ଆମେ ଏମିତି ଅନୁଭୂତି ନିଉ ଯେ କି କଳ୍ପନା ବାହାରେ। ତେଣୁକରି ସମସ୍ତଙ୍କୁ ମୋର ମର୍ଣ୍ଣିଂ ୱାକ୍ ସମସ୍ତଙ୍କୁ ମୋର ନମସ୍କାର। ଆମେ ଏମିତି ଆମର ଫିଟନେସ୍ ବନେଇ ରଖିବା, ଏମିତି ଶୀତର ଅନୁଭୂତି ନେବା, ଏଇ ହେଉଛି ଆମର ଜୀବନ। ଧନ୍ୟବାଦ। ଶୀତର ଅନୁଭୂତିକୁ ବଖାଣିଥିଲେ ଏଠି ଚା ଖଟି ଟିମ୍। ଏବଂ ଯାହା ରହିଛି, ବର୍ତ୍ତମାନ କିଛି ଲୋକ ଶୀତର ପ୍ରକୋପରୁ ବଞ୍ଚିବା ପାଇଁ ନିଆଁ ଜାଳି ବସୁଛନ୍ତି, ତ ଚା ଦୋକାନରେ ଖଟି କରୁଛନ୍ତି। କିଛି ଲୋକ ଏକ୍ସରସାଇଜ ମଧ୍ୟ କରୁଛନ୍ତି। ମୁନିଗୁଡ଼ା, ରଞ୍ଜନ ସ୍ୱାଇଁ, OTV।